নমস্কার। মু হর্ষ পরিচ্ছা এই ভিডিওরে সমস্ত ওয়েলকাম করছি পব্লিক ইনফরমেশন অফিসর ফার্স্ট আপিলেট অথরিটি এবং সমস্ত জনসাধারণ ସମସ୍ତେ ଜାଣିବା ଦରକାର। ଅବଶ୍ୟ ଅଳ୍ପ ବହୁତ ଜାଣିଥିବେ ତଥାପି ଯାହା ବେଳେ ବେଳେ ଆମେ ଡିସ୍କସନ କଲା ବେଳେ ବିଭିନ୍ନ ଜାଗାରେ ଚା ଖଟିରେ ବୋଲନ୍ତୁ ବା ଆପଣଙ୍କର ବିଭିନ୍ନ ସମୟରେ ବିଭିନ୍ନ ଗୋଟେ ଆସୁଛି ପ୍ରଶ୍ନ ଯେ ଅନଲାଇନରେ ଆପ୍ଲିକେସନ କଲା ପରେ ମଧ୍ୟ ସେମାନେ ଇନଫର୍ମେସନ ଦଉନାହାନ୍ତି ପବ୍ଲିକ ଇନଫର୍ମେସନ ଅଫିସର ଏବଂ ତାକୁ ହାର୍ଡ କପି ଦେଲେ ହିଁ ସେ ଦଉଛନ୍ତି। ଏଇ କଥାଟି ଆମେ ବେଳେ ବେଳେ ବିଭିନ୍ନ ସମୟରେ ଆପଣଙ୍କର ଯେତେବେଳେ ଆମେ ଆ, ବିଭିନ୍ନ ଜାଗାରେ ଖଟି କରୁଛେ সেই ସମୟରେ ଆମେ ଶୁଣିପାରୁଛୁ ଯେ ବିଭିନ୍ନ ସିଟିଜେନ କହୁଛନ୍ତି ବା ବିଭିନ୍ନ ଯୋଉମାନେ ବୁଦ୍ଧିଜୀବୀ ମାନେ କହୁଛନ୍ତି ଅନଲାଇନରେ ଆପ୍ଲିକେସନ କଲେ ଯଥେଷ୍ଟ, ଅନଲାଇନରେ ଆପ୍ଲିକେସନ ର ଉତ୍ତର ଆସିବା କଥା, କିନ୍ତୁ ଅନଲାଇନ ଦେଲା ପରେ ମଧ୍ୟ କଣ ଆଉ ଥରେ ହାର୍ଡ କପି ନ ଦେଲେ ଆପଣଙ୍କର ଆପ୍ଲିକେସନ ର ଉତ୍ତର ଆମେ ପାଇପାରୁନାହୁଁ। ଏଇଭଳି ଭାବରେ ସିଟିଜେନ ମାନଙ୍କର କେତେକ ଧାରଣା ରହିଛି ଏବଂ କେତେକ ସିଟିଜେନ ମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଧାରଣା ରହିଛି ଯେ ଅନଲାଇନରେ ଆପ୍ଲିକେସନ କଲେ ମଧ୍ୟ ହାର୍ଡ କପିଟି ଆପଣଙ୍କର ପ୍ରିଣ୍ଟ କରିକି ଦେବାକୁ ପଡୁଛି। ନା ନା, ସେଇଟା ସମ୍ପୂର୍ଣ୍ଣ ଆପଣଙ୍କର ଗଲତ ପ୍ରେମୀ। ତେଣୁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଥରେ ଯଦି ଆରଟିଏ ପୋର୍ଟାଲରେ ଆପଣ ଅନଲାଇନରେ ଆପ୍ଲିକେସନ କଲେ ନା ଯଥେଷ୍ଟ, ତାର ପାରାଫିନି ଆପଣଙ୍କର ଆପ୍ଲିକେସନ ଫିସ୍ ଆଉ ଆଇଡି ପ୍ରୁଫ ବା ଆପଣଙ୍କର ସବଜେକ୍ଟ ମ୍ୟାଟର ଯାହା ଅଛି ଦେବା କଥା ଦେଇକି ଭଲ ଯଦି ଆପଣ କରିଛନ୍ତି ଯଥେଷ୍ଟ। ତାକୁ ପ୍ରିଣ୍ଟ ଆଉଟ୍ କରିକି ଆଉ ଦେବା ଆବଶ୍ୟକ ନାହିଁ ଆଜ୍ଞା। ତାକୁ ପ୍ରିଣ୍ଟ ଆଉଟ୍ କରିକି ପୋଷ୍ଟାଲରେ ପଠେଇବା ବା ଫିଜିକାଲି ଯାଇକି ଦେବାର ଆବଶ୍ୟକ ନାହିଁ। ବା ସେ ଅନଲାଇନରେ ଆପ୍ଲିକେସନ ଦେଲେ ଆପଣ କରିଥିଲେ 30 ଦିନ ଭିତରେ ଇନଫର୍ମେସନ ଦେଲେ ନାହିଁ ବୋଲି ଆପଣ ତାକୁ ଆଉ ପ୍ରିଣ୍ଟ ପ୍ରିଣ୍ଟ କରିକି ଦେବେ ନା, ସେଇଟା ଭୁଲ, ସେଇଟା ପ୍ରୋସେସ ନାହିଁ। ଯଦି ସେ 30 ଦିନ ଭିତରେ ନ ଦେଲେ ତାହେଲେ ଫାଷ୍ଟ ଅପିଲ କରିବେ, କାହିଁକି ଆପଣଙ୍କର ହାର୍ଡ କପି ବାହାର କରିକି ଦେବେ। ସେଥିପାଇଁ ପରେ ଆପଣ ଆମର ମାନ୍ୟବର ହାଇକୋର୍ଟ ଅଫ ଓଡିଶା ସେ ଭର୍ଡିକ୍ସନ ଦେଇଛନ୍ତି। କଣ ଦେଇଛନ୍ତି ଦେଖନ୍ତୁ, ଗୋଟେ ଭର୍ଡିକ୍ଟ ଦେଇଛନ୍ତି, ସେ ଭର୍ଡିକ୍ଟ ଦେଖନ୍ତୁ। ସେଇ ଭର୍ଡିକ୍ଟକୁ ଆଖି ଆଗରେ ରଖି ଆଇନ ବା ଡିପାର୍ଟମେଣ୍ଟ ଯେ କି ଆରଟିଏ ନୋଡାଲ ଡିପାର୍ଟମେଣ୍ଟ ତାଙ୍କର ପତ୍ର ସଂଖ୍ୟା ହେଲା 14/12/3 ଅର୍ଥାତ 14/1/2/3 ଏବଂ ତାରିଖ ହେଲା 10/12/2021। ସେଥିରେ ସେମାନେ ମତବ୍ୟକ୍ତ କରିଛନ୍ତି ଯେ ଆପଣଙ୍କର ଅର୍ଡର ମଧ୍ୟ ପଡି ଦଉଛି। ଅର୍ଡର ନମ୍ବର 5 ଡେଟ୍ ହେଲା 25/8/2022 ପାସ୍ଡ ବାଇ ଅନରେବଲ ହାଇକୋର୍ଟ ଇନ୍ ଡବ୍ଲ୍ୟୁପିସି ନମ୍ବର ଆପଣଙ୍କର 18/63 ଅଫ 2021 and orders of the honorable state information commission passed in complaint case number 423/2016 on date କେବେ ନା 28/1/2021। ତେବେ ଏଥିରେ କୁହାଯାଇଛି ଏଇ ଯୋଉ ଡବ୍ଲ୍ୟୁପିସି ନମ୍ବର ଆପଣଙ୍କର 18/63 ଅନୁସାରେ କୁହାଯାଇଛି 2021ରେ ଯେ ମାନ୍ୟବର ହାଇକୋର୍ଟ ଅଫ ଓଡିଶା ପୁରା ପ୍ରାଞ୍ଜଳ ଭାବରେ କହିଛନ୍ତି ଜଣେ ଆପ୍ଲିକାଣ୍ଟ ଯଦି ଆପଣଙ୍କର ଅନଲାଇନରେ ଆପ୍ଲିକେସନ କଲେ ଆଉ କୌଣସି ପ୍ରକାର ହାର୍ଡ କପି ଦେବା ଆବଶ୍ୟକ ନାହିଁ। ପବ୍ଲିକ ଇନଫର୍ମେସନ ଅଫିସର ହିୟର ୱିଥ ଡିରେକ୍ଟେଡ ଟୁ ପ୍ରୋଭାଇଡ ଦ ଇନଫର୍ମେସନ ଟୁ ଦ ଆପ୍ଲିକାଣ୍ଟ ଡିରେକ୍ଟଲି ଅନଲାଇନ। ଅନଲାଇନରେ ସେ ଯଦି ମାଗିଛନ୍ତି ଆଜ୍ଞା ଅନଲାଇନରେ ହିଁ ଦେବାକୁ ପଡିବ। ଅନଲାଇନରେ ଯଦି ସିଟିଜେନ ମାଗିଛନ୍ତି ପବ୍ଲିକ ଇନଫର୍ମେସନ ଅଫିସରକୁ ତାହେଲେ ଅନଲାଇନରେ ଦେବାକୁ ପଡିବ, କାରଣ ୱିଡ୍ରାଲ ହେଇଗଲା ହାର୍ଡ କପି। ଆଗରୁ ଥିଲା ଆପଣମାନଙ୍କ 2021 ପୂର୍ବରୁ ଯେ ଅନଲାଇନ କଲେ କି କଲେ ସୁଦ୍ଧା ସେମାନେ ଆପଣଙ୍କର ହାର୍ଡ କପି ବାହାର କରିକି ପବ୍ଲିକ ଇନଫର୍ମେସନ ଅଫିସରକୁ ଦିଆ ହଉଥିଲା ବା ଆମେ ମାନେ ଦଉଥିଲେ। କିନ୍ତୁ ବର୍ତ୍ତମାନ ସେଇଟା ଆପଣଙ୍କର ମାନ୍ୟବର ହାଇକୋର୍ଟ ଆମକୁ ସାହାଯ୍ୟ କରିଛନ୍ତି ଯେ ୱିଡ୍ରାଲ ହେଇଗଲା ହାର୍ଡ କପି ଆଉ ଦିଆଯିବ ନାହିଁ। ଆପ୍ଲିକାଣ୍ଟ ଯାହା ସବୁ ଅନଲାଇନରେ ଦେଲେ ସେଇଟା ହଉଛି ଯଥେଷ୍ଟ। ତେଣୁକରି ଅନଲାଇନରେ ପବ୍ଲିକ ଇନଫର୍ମେସନ ଅଫିସର ତାଙ୍କୁ ଅନଲାଇନରେ ହିଁ ପ୍ରୋଭାଇଡ କରିବେ ଇନଫର୍ମେସନ। ତେଣୁ ସମସ୍ତ ନାଗରିକ ଜାଣିବା ଦରକାର ଯେ ଆମେ ଅନଲାଇନ ଆପ୍ଲିକେସନ କରିଥିଲୁ 30 ଦିନ ଷ୍ଟିପୁଲେଟେଡ ଟାଇମ ପିରିୟଡ ଭିତରେ ଆମକୁ ପାଇଲୁ ନାହିଁ ବା ଇନଫର୍ମେସନ ପାଇଲୁ ନାହିଁ, ମିଳିଲାନି, ତାହେଲେ ଆମେ କଣ ହାର୍ଡ କପି ଆଉଥରେ ବାହାର କରି ଦେବା କି? ନାଇଁ ନାଇଁ, ସେଇଟା ଠିକ ନୁହଁ, ଠିକ ପ୍ରୋସିଜର ନୁହଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯଦି ସେତିକି ନହେଲା ଆପଣ ଫାଷ୍ଟ ଅପିଲ କରିବେ। ଫାଷ୍ଟ ଅପିଲ କଲା ପରେ ଯଦି କିଛି ଆପଣଙ୍କର ଦିଶାଗ୍ରୀ ହେଲେ ଫାଷ୍ଟ ଅପିଲରେ ତାହେଲେ ଆପଣ କମ୍ପ୍ଲେନ କରିବେ ଓଡିଶା ଇନଫର୍ମେସନ କମିଶନକୁ। ତେଣୁକରି ହାର୍ଡ କପି ଜମା ଦେବେ ନାହିଁ ଯଦି ଅନଲାଇନରେ କରୁଛନ୍ତି। ଯଦି ଆପଣ ମାନୁଆଲି କରିଛନ୍ତି ଯଦି ସେପାରେଟ ଆପଣଙ୍କର ମାନୁଆଲି ଯାହା ଦେବା କଥା ଦେବେ, କିନ୍ତୁ ଅନଲାଇନ କରିଛନ୍ତି ତାହେଲେ ଆଉ ହାର୍ଡ କପି ଦେବାର କୌଣସି ପ୍ରାବଧାନ ନାହିଁ ଏଇ ଚିଠି ପ୍ରକାରେ।
तेणु मु आपण मानकु अनुरोध करछि विशेष करी नागरिक माने जो माने आपनकर आरटी अप्लाई करछंती बा आरटी अप्लाई करिया चाहुछंती से माने ऑनलाइन रे कले यथेष्ट आउ हार्ड कॉपी देबार कोनोसी प्रासंगिकता नाही। थैंक यू सो मच। नमस्कार। आसंता भिडियो रे आपण मान सहित औथरे देखा।